ଭିଡ଼ ଥିଲା କିନ୍ତୁ ମଣିଷ ପଣିଆ କେଉଁଠି ଥିଲା। ସୌମ୍ୟକୁ ପିଟି ପିଟି ମାରିଦେଲେ। ଏତେ ନିଷ୍ଠୁର କେମିତି ହେଲା ସମାଜ? ଦୋଷୀ ଥିଲା କି ନିର୍ଦ୍ଦୋଷ? ସୁଯୋଗ ମିଳିଲାନି ନିଜ କଥା କହିବାକୁ। ଆଇନ ପୂର୍ବରୁ ରାୟ ଦେଲା ଭିଡ଼ ଆଉ ମରିଗଲା ଗୋଟିଏ ମଣିଷ। ହଁ ଦର୍ଶକ ବନ୍ଧୁ, ପଶୁଟିକୁ ବାଡ଼ି ଉଠେଇ ପାହାର ପିଟି ଦେବାକୁ ବି ହାତ ଯାଏନି, କିନ୍ତୁ ଆଜି ମଣିଷ ହୋଇ ମଣିଷକୁ ପିଟି ପିଟି ମାରିଦେଲେ। ସେ ତଳେ ପଡ଼ିଥିଲା, ହାତ ଯୋଡ଼ୁଥିଲା, ବଞ୍ଚିବା ପାଇଁ ହୁଏତ ଥରେ ସୁଯୋଗ ମାଗୁଥିଲା, କିନ୍ତୁ ସେଠି ଭିଡ଼ ଥିଲା, ରାଗ ଥିଲା, ଚିତ୍କାର ଥିଲା, କେବଳ ଥିଲାନି ମଣିଷ ପଣିଆ। ସୌମ୍ୟ ଦୋଷୀ ଥିଲା କି ନିର୍ଦ୍ଦୋଷ ସେଥିରେ ନିଷ୍ପତ୍ତି କୋର୍ଟ କରିଥାନ୍ତା, ଆଇନ ଶାସ୍ତି ଦେଇଥାନ୍ତା। ଆମେ ନିଜକୁ ଆଇନ ଠାରୁ ବଡ଼ ଭାବିଦେଲୁ। କେହି ପଚାରିଲେନି ସତ କ'ଣ, କେହି ଶୁଣିଲେନି ତାର କଥା, କେହି ଥରେ ବି ଭାବିଲେନି ଯଦି ସେ ନିର୍ଦ୍ଦୋଷ ହୁଏ। ବାସ୍ ଭିଡ଼ ରାୟ ଦେଲା ଆଉ ଗୋଟିଏ ମଣିଷ ମରିଗଲା। ଗୋଟିଏ ଲୋକ ତଳେ ପଡ଼ିଥିଲା ଆଉ ଅନେକ ହାତ ତା ଶରୀର ଉପରେ ପଡ଼ୁଥିଲା। କେ ପେଟକୁ ମାରୁଥିଲା ତ କେ ପିଠକୁ, କେହି ମୁଣ୍ଡକୁ। ସେ ଚିତ୍କାର କରୁଥିଲା, କିନ୍ତୁ ସେ ଚିତ୍କାରର ଶବ୍ଦ ଭିଡ଼ର ରାଗ ଭିତରେ ହଜି ଯାଉଥିଲା। ଆଜି ସେ ଚୁପ୍, ସବୁଦିନ ପାଇଁ ଚୁପ୍, କିନ୍ତୁ ଥରେ ସେ ମାର କଥା ଭାବନ୍ତୁ, ଯିଏ ନିଜ ପୁଅକୁ ଜନ୍ମ ଦେଇଥିଲା, ବଡ଼ କରିଥିଲା, ସ୍ୱପ୍ନ ଦେଖିଥିଲା। ସେ ମା ଜାଣିଥିଲା କି ତାର ପୁଅ ଦିନେ ରାସ୍ତା ମଝିରେ ଏଭଳି ମରିଯିବ ବୋଲି? ଯେଉଁମାନେ ମାଡ଼ ମାରୁଥିଲେ ସେମାନେ ବି କାହାର ପୁଅ? ତାହେଲେ କେମିତି ଏତେ ନିଷ୍ଠୁର ହୋଇଗଲା ଏ ସମାଜ? ସେଠି ମଣିଷ ବହୁତ ଥିଲେ କିନ୍ତୁ ମଣିଷ ପଣିଆ ନଥିଲା। କାହା ହାତରେ ଥିଲା ଲାଠି, କାହା ହାତରେ ଥିଲା ମୋବାଇଲ, କିନ୍ତୁ କାହା ହୃଦୟରେ ଦୟା ନଥିଲା। କେହି ଥରେ ବି କହିଲେନି ବାସ୍ କର ମରିଯିବ। ଆଜି ସେ ନାହିଁ। ଏବେ ଯେ କେହି ତାକୁ ଦୋଷୀ କହିପାରିବ ଆଉ କେହି ନୂଆ କାହାଣୀ ଗଢ଼ିପାରିବ, କାରଣ ସେ ଆଉ ଫେରିବନି ନିଜ ପକ୍ଷ ରଖିବାକୁ। ଭୁଲ ଥାଇପାରେ, ଅଭିଯୋଗ ଥାଇପାରେ, କିନ୍ତୁ ମଣିଷକୁ ପିଟି ପିଟି ମାରିଦେବା କେବେ ନ୍ୟାୟ ହୋଇପାରେନି। ହଁ ଦର୍ଶକ ବନ୍ଧୁ, ଭିଡ଼ିଓର ରାଗ ଆଗରେ ଆଜି ହାରିଗଲା ଗୋଟିଏ ମଣିଷ ଜୀବନ। ଏ ଭିଡ଼ିଓ କାହାକୁ ସମର୍ଥନ କରୁନାହିଁ, କେବଳ ମଣିଷ ପଣିଆ ଓ ଆଇନର ଆବଶ୍ୟକତାକୁ ସ୍ମରଣ କରାଉଛି। ଦୋଷୀ ହେଉ କି ନିର୍ଦ୍ଦୋଷ, ନ୍ୟାୟ ଦେବାର ଅଧିକାର ଆଇନର, ଭିଡ଼ର ନୁହେଁ। ହଁ ଦର୍ଶକ ବନ୍ଧୁ, ଯଦି ଭିଡ଼ିଓଟି ଭଲ ଲାଗିଥିବ ଲାଇକ୍ ସେୟାର କରିବା ସହ ନିଜ ମତାମତ ଦେବାକୁ ଜମାରୁ ବି ଭୁଲିବେ ନାହିଁ। କୁମାର ଗୌରଙ୍କ ରିପୋର୍ଟ 3K YT ନ୍ୟୁଜ୍।